ରାମ ଓ ରାବଣ ମଧ୍ୟରେ ଯୁଦ୍ଧର ପ୍ରସ୍ତୁତି ଖୁବ୍ ଜୋରରେ ଚାଲିଥିଲା। ବିଭୀଷଣ ରାବଣ ଦ୍ୱାରା ଅପମାନିତ ହୋଇ ଲଙ୍କାରୁ ବିତାଡ଼ିତ ହୋଇଯାଇଥିଲେ ଏବଂ ସେ ଭଗବାନ ରାମଙ୍କୁ ଯଥୋଚିତ ସହଯୋଗ କରୁଥିଲେ। ତାଙ୍କ ମନରେ ପ୍ରଶ୍ନ ଉଠିଲା ଯେ ରାବଣର ସେନା ମଧ୍ୟରେ ତ ଏକରୁ ବଳି ଅନେକ ବଳଶାଳୀ ଯୋଦ୍ଧା ଅଛନ୍ତି, ତା ପାଖରେ ଅସଂଖ୍ୟ ରଥ ଅଛି ଏବଂ ଭଗବାନ ରାମଙ୍କ ପାଖରେ କୌଣସି ରଥ ନାହିଁ। ସେ ପାଦରେ ଚାଲି କିପରି ରାବଣକୁ ହରାଇ ପାରିବେ? ସେ ପ୍ରଶ୍ନ ପଚାରିବା ପରେ ଭଗବାନ ମୁରୁକି ହସି କହିଲେ, ବଳ ବିବେକ ଦମ ପରହିତ ଘୋରେ, କ୍ଷମା କୃପା ସମତା ରଜ୍ଜୁ ଜୋରେ। ଧର୍ମଯୁଦ୍ଧ ଯୋଦ୍ଧାମାନଙ୍କ ଦ୍ୱାରା ଓ କାଠ ତିଆରି ରଥ ଦ୍ୱାରା ନୁହେଁ, ବରଂ ଧର୍ମର ରଥରେ ଚଢ଼ି ଜିତାଯାଏ। ଧର୍ମର ରଥ ଶୌର୍ଯ୍ୟ ଓ ଧୈର୍ଯ୍ୟର ଦୁଇ ଚକ ଉପରେ ଚାଲିଥାଏ। ବିବେକର ବଳ ସଂଯମ ଓ ପରୋପକାର ସେହି ରଥର ଘୋଡ଼ା ହୋଇଥାଏ ଏବଂ କୃପା, କ୍ଷମା ଓ ସମତା ସେହି ଘୋଡ଼ାମାନଙ୍କୁ ବାନ୍ଧୁଥିବା ରଶି ହୋଇଥାଏ। ଏହି ଧର୍ମରୂପୀ ରଥରେ ଯିଏ ଚଢ଼ିଥାଏ ତାକୁ କେହି ହରାଇ ପାରନ୍ତି ନାହିଁ। ଏହା ଶୁଣି ବିଭୀଷଣ ଶ୍ରଦ୍ଧାରେ ଭଗବାନ ରାମଙ୍କ ଆଗରେ ଅବନତ ହୋଇଗଲେ।